ସୁବର୍ଣ୍ଣପୁରରେ ପହଞ୍ଚିଲା ସ୍ୱର୍ଣ୍ଣଧନୁ। ଅଯୋଧ୍ୟା ଅଭିମୁଖେ ବାହାରିଥିବା ଏହି ସ୍ୱର୍ଣ୍ଣଧନୁ ସୁବର୍ଣ୍ଣପୁର ସହରରେ ପହଞ୍ଚି ଇଷ୍ଟଦେବୀ ମା ସୁରେଶ୍ୱରୀ ମନ୍ଦିରରେ ପହଞ୍ଚିଥିଲା। ସେଠାରେ ସହରବାସୀଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଲୋକେ ଧନୁ ଦର୍ଶନ କରି ପୂଜା ଅର୍ଚ୍ଚନା କରିଥିଲେ। ତାପରେ ସୁବର୍ଣ୍ଣପୁର ସହର ପରିକ୍ରମା କରିଥିଲେ। ଏହି ସମୟରେ ସୁବର୍ଣ୍ଣପୁର ସହରର ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେମାନେ ଧନୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ। ତାପରେ ବରଗଡ଼ ଜିଲ୍ଲା ଅଭିମୁଖେ ବାହାରିଥିଲା ଏହି ସ୍ୱର୍ଣ୍ଣଧନୁ। ସୂଚନା ଯେ ରାଉରକେଲାରୁ ବାହାରି ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରି ରାମନଗରୀ ଅଯୋଧ୍ୟାରେ ପହଞ୍ଚିବ ଏହି ସ୍ୱର୍ଣ୍ଣଧନୁ। 5 ଧାତୁରେ ନିର୍ମିତ ଏହି ଧନୁକୁ সোনার প্রলোভ ଦିଆଯାଇଛି। ମନ୍ଦିର ସେ ତାଙ୍କର ଜନ୍ମସ୍ଥାନ ଅଯୋଧ୍ୟା ଯିବା ଏଇଟା ରାଉରକେଲାରୁ ବାହାରି ଓଡ଼ିଶାର ବିଭିନ୍ନ ଜିଲ୍ଲାର ସହର ମୁଖମା ଦେଇକରି ରାମନବମୀ ପର୍ଯ୍ୟନ୍ତ ଅଯୋଧ୍ୟା ପହଞ୍ଚିବାର ଯୋଜନା ଅଛି। ସୁଖର କଥା ସୋନପୁରରେ ସମସ୍ତ ହିନ୍ଦୁ ସଂଗଠନ ତଥା ଆମର ଜନସାଧାରଣଙ୍କର ଭବ୍ୟ ଦିବ୍ୟ ଶ୍ରୀରାମଚନ୍ଦ୍ରଙ୍କର ଧନୁଷ ପ୍ରତି ସ୍ୱାଗତ ସମର୍ଥନ ରହିଛି। ଗୋଟେ ଖୁସିର କଥା, ଆତ୍ମସନ୍ତୋଷ ଲାଗୁଛେ, ଗର୍ବରେ ମନ ଉଲ୍ଲାସିତ ହେଉଛେ। ଯାହା ବି ହଉ ଓଡ଼ିଶାରୁ ଗୋଟେ ଧନୁଷ ଦେଇକରି ରାମ ମନ୍ଦିରରେ ପ୍ରତିଷ୍ଠା।